କିଛି ଲୋକ ରାତିରେ ନାଳକୁ ଯାଇଥିଲେ ମାଛ ଧରିବା ପାଇଁ। ଆଉ ଯାହା ଦେଖିଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆଜ୍ଞା। ଏଇ ଦେଖି ଦିଅନ୍ତୁ, ସେ ନାଳରେ ଥିବା ଗୋଟେ ଝିଅ ଜଣକ ବୁଡ଼ି ଯାଉଛି। ହେଲେ ସେ ଝିଅ ଚିତ୍କାର କରି କହୁଥିଲା ମୋତେ ବଞ୍ଚାଅ ବଞ୍ଚାଅ। ଯେତେବେଳେ ପାଖକୁ ଯାଇକି ଦେଖିଲେ ଆଜ୍ଞା, ସେ ଝିଅ ନଥିଲା ଆଜ୍ଞା, ସେ ଜଣେ ଚରା ଡାହାଣୀ ଥିଲା। ମାଛ ଧରିବାକୁ ଯାଇଥିବା ଲୋକମାନେ ଭୟଭୀତ ହୋଇ ଫେରି ଆସିଲେ। ତାପରେ କେଉଁଠିକା ଘଟଣା ଆଉ କେମିତି ହେଲା ଆମ ଓଡ଼ିଶାରେ ଆଜ୍ଞା, ଏ ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖି ଦିଅନ୍ତୁ। ଆଉ କେମିତି ସେ ଡାହାଣୀ ଜଣକ ଚିତ୍କାର କରୁଥିଲା ଆଉ କେମିତି ବାହାରିକି ସମସ୍ତଙ୍କୁ ଡାକୁଥିଲା ମୋତେ ବଞ୍ଚାଅ ବଞ୍ଚାଅ ବୋଲି। ବର୍ତ୍ତମାନ ଆଜ୍ଞା ବର୍ଷା ପାଗ, ଝିପିଝିପି ବର୍ଷାରେ କେତେକ ମାଛ ଉଠୁଛନ୍ତି। କିଛି ଲୋକ ଯାଇଥିଲେ ପୋଖରୀକୁ ମାଛ ଧରିବା ପାଇଁ। ରାତିରେ ମାଛ ଧରିଲା ବେଳେ ଦେଖିଲେ ଗୋଟେ ଝିଅଟି ପାଣିରେ ବୁଡ଼ି ଯାଉଛି। ସେ ଝିଅ ଜଣକ ଚିତ୍କାର କରି କହୁଛି ମୋତେ ବଞ୍ଚାଅ ବଞ୍ଚାଅ। ସେ ଝିଅ ଜଣକ, ସେ ଝିଅ ବି ନଥିଲା, ସେ ଗୋଟେ ବହୁରୂପୀ ଡାହାଣୀ ଥିଲା ଆଜ୍ଞା। ଯେତେବେଳେ ସେମାନଙ୍କୁ ଉଦ୍ଧାର କରତେ ଗଲେ ଦେଖିଲେ ସେ ବୁଡ଼ି ଯାଉଥିବା ଝିଅ ଜଣକ, ସେ ଝିଅ ପ୍ରକୃତରେ ନୁହେଁ, ପ୍ରକୃତରେ ସେ ଡାହାଣୀ। ଡାହାଣୀ ଜଣକ ଯେଉଁଭଳିଆ ରୂପ ଦେଖେଇଲା, ସେ ଯେଉଁ ଯାଇଥିଲେ ମାଛ ଧରିବା ପାଇଁ ସେଠାରୁ ଦୌଡ଼ି ପଳାଇଲେ। ଆଉ କୁହନ୍ତୁ, ଆପଣମାନେ ଯେଉଁ ଯାଉଛନ୍ତି ରାତିରେ ମାଛ ଧରିବା ପାଇଁ ଟିକେ ସତର୍କ ହେଇଯାଆନ୍ତୁ, କାହିଁକିନା ଆପଣମାନଙ୍କ ସହିତ ଏମିତି ବି ହେଇପାରେ। ଏଇଭଳିଆ ଭୟାନକ ଗୋଟେ ଘଟଣା ଘଟିଥିଲା ପାଟନାରେ। ଏହି ଘଟଣାଟି ଭିଡ଼ିଓ ଭାଇରାଲ ହେଲା ପରେ ବହୁତ ଲୋକ ମନରେ ବହୁତ ଛାନିଆ ପଶିଛି। ଆପଣମାନେ ଯଦି ଯାଉଛନ୍ତି ରାତିରେ ମାଛ ଧରିବା ପାଇଁ ଟିକେ ସତର୍କ ହେଇକି ଯାଆନ୍ତୁ।